ଭାଇରେ ବହୁତ ବଡ଼ ଦୁର୍ଘଟନା ଘଟିଗଲା ମୋ ଯିବା ରାସ୍ତାରେ। ବସ୍ଟି ବର୍ତ୍ତମାନ ତଳକୁ ଘାଟି ତଳକୁ ଗଡ଼ି ଯାଉଥିଲା। ସମସ୍ତେ ଲୋକ ଓହ୍ଲାଇ ପଡ଼ିଲେ। କ'ଣ ହେଲା ଜାଣିବା ପାଇଁ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ, ନମସ୍କାର। ୱେଲକମ୍ କରୁଛି ମୋର ଗୋଟେ ଛୋଟିଆ ମିନି ବ୍ଲଗ୍କୁ। ତ ବର୍ତ୍ତମାନ ମୁଁ ବାହାରିକି ପଳେଇ ଆସିଛି ଗାଁକୁ ଯିବା ପାଇଁ। ବର୍ତ୍ତମାନ ପଳେଇ ଆସିଲି ଗୋଟେ 3-4 କିଲୋମିଟର। ଯିବା ବାଟରେ କିଛି ବାଦାମ କିଣିଦେଲି। ବାଦାମ କିଣିଦେଇକି ବର୍ତ୍ତମାନ ତାକୁ ଡିକିରେ ପ୍ୟାକିଂ କରିଦେଉଛି। ଡିକିରେ ପ୍ୟାକିଂ କରିଦେଇକି ବର୍ତ୍ତମାନ ବାହାରି ପଡ଼ିବା। ପ୍ରବଳ ବି ଖରା ହେଉଛି। ତ ଆଉ ଡେରି କଲେ ବି କିଛି ଇଏ ନାହିଁ ନା, ପଳେଇବା କଥା। ତାପରେ ବାସି ଦେଖିଲାକୁ ସମୟ ହେଲାଣି ଆସିକି 12:44। ତ ମୁଁ ବର୍ତ୍ତମାନ ଆଉ ଲେଟ୍ ନ କରିକି ପଳେଇବା କଥା, କାରଣ ଯେଉଁ ରେଟ୍ରେ ଖରା ହେଉଛି, ଓ ମାଇ ଗଡ୍, ଛାଡ଼। ତାପରେ ବର୍ତ୍ତମାନ ମୁଁ ମୋର ବାହାରିକି ପଳେଇ ଆସିଲି ଯିବା ପାଇଁ। ତ ରାସ୍ତାରେ ବର୍ତ୍ତମାନ ଖରା ତ ଯେମିତି ହେଉଛି, ଛାଡ଼, କହିବା କଥା ନୁହଁ। ତାପରେ ଫାଇନାଲି ମୁଁ ଆସିକି ପହଞ୍ଚିଗଲି ଏଇ ଲୋକେସନରେ। ଯେଉଁମାନେ ଜାଣିପାରୁଥିବେ ନିହାତି କମେଣ୍ଟରେ କହିବେ। ତ ବହୁତ ସୁନ୍ଦର ଭିଉ ଇଏ, ଚାରିଆଡ଼େ ଖାଲି ଜଙ୍ଗଲ ଜଙ୍ଗଲ। ଆଉ ବର୍ତ୍ତମାନ ମନେ ମନେ ଖାଲି ଗୀତ ଗୋଟେ ଗୁଣଗୁଣ ହେଇକି ବର୍ତ୍ତମାନ ବାହାରି ପଡ଼ିଲି। ଫାଇନାଲି ମୁଁ ଆସିକି ପହଞ୍ଚିଗଲି ଘାଟି ଉପରେ। କେମିତି ଲାଗୁଛି ଆପଣମାନେ କହିବେ ଭିଉଟା? ବହୁତ ସୁନ୍ଦର। ଆଉ ଟିକେ ଜଷ୍ଟ ତଳକୁ ଗଡ଼ିଲା ବେଳକୁ ଦେଖିଲା ବେଳକୁ ପ୍ରବଳ ଗହଳି ହେଇଛି। କ'ଣ ହେଇଛି କ'ଣ ନାହିଁ। ତାପରେ ଯାଇକି ସେଠି ପହଞ୍ଚିଲା ବେଳକୁ ଗୋଟେ ବସ୍ଟେ ଆକ୍ସିଡେଣ୍ଟ, ମାନେ ଗଡ଼ି ଯାଉଥିଲା ବସ୍ ତଳକୁ। ଦେଖି ତାପରେ ବହୁତ ବି ଜାମ୍ ଥିଲା। ବସ୍ଟି ଯେତେବେଳେ ଉଠି ସାରିଲା ପରେ ଫାଇନାଲି ଆମେ ଉପରକୁ ଗଲି। ବସ୍ଟା ତଳକୁ ବର୍ତ୍ତମାନ ଉପରକୁ ଉଠି ସାରିଲା ପରେ ଆମେ ବର୍ତ୍ତମାନ ବାହାରିଲୁ। ବହୁତ ଗହଳି ବି ହେଇଥିଲା। ତ ଏଇ ଟ୍ରକ୍ଟା ରାତିରୁ ବୋଧେ ବାଡ଼େଇ ଦେଇଛି ଯାହା ଲାଗୁଛି। ତାପରେ ସବୁ ଜାମ୍ କ୍ଲିୟର ହେଲା ପରେ ମୁଁ ତ ବର୍ତ୍ତମାନ ବାହାରିକି ପଳେଇ ଆସିଲି। ଫାଇନାଲି ଆସିକି ଏଇଟା କେଉଁ ଜାଗାରେ ପହଞ୍ଚିଲେ ଆପଣମାନେ ନିହାତି କମେଣ୍ଟରେ କହିବେ। ଆପଣମାନେ ତ ଜାଣିପାରୁଥିବେ ଏ ଜାଗା କେଉଁଠି। ତ ଆଉ ଡେରି ନ କରିକି ବର୍ତ୍ତମାନ ଚାଲ ତୁରନ୍ତ ଘରକୁ ପଳେଇବା। ଭାଇରେ ଖରା ଯୋଗୁଁ ମାର୍କେଟ ବି ବହୁତ ଖାଲି ଅଛି। ତ ଆଉ ଡେରି ନ କରି ଚାଲ ପଳେଇବା ଘରକୁ। ତ ଏତେ ଖରାକୁ ଆଉ ଲାଷ୍ଟକୁ ଗୋଟେ ଗଛ ମୂଳେ ଯାଇକି ଟିକେ ରେଷ୍ଟ ନେଲି। 2 ଘଣ୍ଟା, ମାନେ 2 ଘଣ୍ଟା 3 ଘଣ୍ଟା ଲାଗୁଛି। ତାପରେ ଫାଇନାଲି ଆସିକି ପହଞ୍ଚିଗଲି ଆମ ଗାଁ ପାଖ ମାର୍କେଟରେ। ତ ଗାଡ଼ି କିଛି କାମ କରିବାର ଥିଲା, ତ ଗାଡ଼ିକି ରଖିଦେଲି ଗ୍ୟାରେଜରେ। ଆଉ ଗାଡ଼ି ବି କାମ ହେବ। ତ ମୁଁ ଏଠି ବସିଛି। ତ ଖାଇଦେଇକି ଆସିଥିଲି। ଆହୁରି ବି ବହୁତ ସାରା କାମ ବି ଅଛି। ତ ଏବେ ତ ଗାଡ଼ି ବର୍ତ୍ତମାନ ସଜାଡ଼ିବାକୁ ବର୍ତ୍ତମାନ ସିଏ ଆସିଲା ହେରି, ରାତି ବି ହେଇଗଲାଣି। ଗାଡ଼ି ବର୍ତ୍ତମାନ ସଜଡ଼ା ହେଉଛି। ତ ଏବେ ଭିଡ଼ିଓଟିକୁ ଏଇଠି ଏଣ୍ଡ କରିଛି। ପୁଣି ଦେଖା ହେବ ଆଉ ଗୋଟେ ନେକ୍ସଟ ଭିଡ଼ିଓରେ। ଏବେ ରହୁଛି, ବାଏ ବାଏ।